ବୋହୂ ବୋହୂ ଆଲୋ ଏ ବୋହୂ ପୋଡ଼ା ମୁଇଁଟା ମରିଗଲା ନା କ'ଣ ପଡ଼େ। ଆଜ୍ଞା ମା ମୋତେ ଡାକିଲେ? ନା ତତେ କାହିଁକି ଡାକିବି, ଗାଁ ମାଇପଙ୍କୁ ଡାକୁଥିଲି। ଆଲୋ ପୋଡ଼ା ମୁହିଁ ଏତେବେଳ ହେଲାଣି ଚା ଟିକେ କରିକି ତ ଦବାକୁ, ଆଉ କ'ଣ ଜଳଖିଆ କରୁ କରୁ ଦିନ 10ଟା ବଜେଇବୁ, ପୁଣି ଗାଧୁଆବେଳ ରୋଷେଇବାସ କେତେବେଳେ ହବ? ବୋପା ତ ଖଟ ପଲଙ୍କ ଦେଇଛି ତ, ସେଇଥିପାଇଁ ମହାରାଣୀ ଶୋଇ ରହୁଛନ୍ତି। ନା ବୋଉ, ଆପଣ ଏମିତି କାହିଁକି ଭାବୁଛନ୍ତି? ମୁଁ ତ ସେପଟ ଘରେ ରୋଷେଇ ଘରେ ଆପଣଙ୍କ ପାଇଁ ଚାହା କରୁଥିଲି, ଆଉ ସକାଳେ ଉଠି ସବୁ ବାସି କାମ ସାରୁ ସାରୁ ଦିନ 6ଟା ହେଇଗଲା। ଏବେ ଚାହା କରି ଆପଣମାନଙ୍କ ପାଇଁ ଆଣୁଛି। ଏଇ ନିଅନ୍ତୁ ଆପଣଙ୍କ ଚା। ଓହୋ ଦେଲୁ ସେ ଚା ଟୋକ ଦେଲୁ। ସକାଳୁ ମୋ ତଣ୍ଟି ଶୁଖିଗଲାଣି, ଚାହା ଟିକେ ପିଇଦେଲେ ମୋ ତଣ୍ଟିଟା ଓଦା ହେଇଯିବ। ଆଲୋ ଇଏ କି ଚା? ତତେ ଯାହା ମରଣ ହେଲାଣି, ଏଇ ଚା ଆଣିକି ମୋତେ ଦେଇଛୁ। ଆଲୋ ତୁ ଜାଣିଛୁ କି ନାହିଁ, ମୋର ମସଲା ମାର୍କା ଚା ହଏ ବୋଲିକିରି। ଚାରେ ଟିକେ ଅମୁଲ ଭାଗ ଅଧିକା, ଗୁଜୁରାତି 2ଟା, ଅଦା ଟିକେ ଛେଚିକି ପଡ଼ିବ, ସେତିକି ତ ଜଣା ନାହିଁ। ବୋପା କହୁଥିଲା ସମୁଦୁଣୀ, ମୋ ଝିଅ ତମକୁ ଲାଗିଲା। ଆଲୋ କି ଭଳିଆ ବୋପା ହେଇଛି, ଝିଅକୁ ଟିକେ ଶିକ୍ଷା ସଂସ୍କାର ତ ଦେଲାନି, କାମ ଦାମ ହେଲେ ଟିକେ ଶିଖେଇଥାନ୍ତା। ହଁ ଏଇ ତ ସଂସ୍କାରୀ ଆଉ।